ଦେଖନ୍ତୁ ଓଡ଼ିଶା ହିନ୍ଦୁ ରିଲିଜିୟସ୍ ଏଣ୍ଡୋମେଣ୍ଟ କମିଶନ ତରଫରୁ ଯେଉଁ ପତ୍ର ଆସିଛି ଆମକୁ ଦୀର୍ଘ 42 ବର୍ଷ ପରେ ସାତଭଉଣୀ ମନ୍ଦିରର ଉତ୍ଥାନ ପାଇଁ ଯେଉଁ ପ୍ରୋଗ୍ରାମ ଗୁଡ଼ାକ କରାଯାଇଛି ସେଥିରେ 13 ଜଣ ଟ୍ରଷ୍ଟି ଆପଏଣ୍ଟ କରିଛନ୍ତି କମିଶନ। ତା ଭିତରୁ ସେ ଫିକ୍ସ କରିଥିଲେ ଯେ ମାସେ ଭିତରେ ମ୍ୟାନେଜିଂ ଟ୍ରଷ୍ଟି ଆପଏଣ୍ଟ କରିକି ତାଙ୍କୁ ଇଣ୍ଟିମେଟ୍ କରିବା ପାଇଁ, ଯାହାକି ଆଜି ହେଇଛି। ମ୍ୟାନେଜିଂ ଟ୍ରଷ୍ଟି ଭାବରେ ମୋତେ ଆପଏଣ୍ଟ କରାଯାଇଛି ଆଜି। ଆଉ ଏତଦ୍ ବ୍ୟତୀତ ଗୋଟେ ନୂଆ ଆକାଉଣ୍ଟ ଖୋଲିକି ତା ଆକାଉଣ୍ଟର ପରିଚାଳନା କରିବା ପାଇଁ ବି ଆଜି ସର୍ବସମ୍ମତି କ୍ରମେ ଆଜି ବୈଠକରେ ବି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆମେ ମାଆଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ଯାହା ଅଛି ଅଡ଼ିଟ୍ କରିକି ଆମେ ଦେଖିବୁ କେତେ କ'ଣ ଅଛି, ସେଗୁଡ଼ାକ ସବୁ ଏଣ୍ଟ୍ରି କରିବୁ। ସେମିତି ଏକ୍ସପେଣ୍ଡିଚର ଗୁଡ଼ାକ ବି ଏଣ୍ଟ୍ରି ହେବ। ପ୍ରଥମ ପର୍ଯ୍ୟାୟରେ ଆଜି ଯେଉଁ ବୈଠକ ଥିଲା ତା ଭିତରେ ଏତିକି ହିଁ ହେଇଛି। ବାକି ନେକ୍ସଟ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ମାସରେ ଶେଷ ଭାଗରେ ଯେଉଁ ମିଟିଂ ହେବ ସେଥିରେ ତାର ଆଉଟକମ୍ ଯାହା ଆସିବ ସେଗୁଡ଼ାକ ପୁଣି ଆମେ କାମରେ ଲଗାଇବୁ। ମନ୍ଦିର କାମ କରିବା ସହିତ ତାର ପରିବେଶକୁ କିପରି ସ୍ୱଚ୍ଛ ରହିବ, ତା ପରିବେଶ କେମିତି, ସେଗୁଡ଼ାକ ବି ବ୍ୟବସ୍ଥା କରାହେବ। ମୁଁ ଆଇଆଇସି ଭଦ୍ରକ ରୁରାଲ ଥାନା ଯାହା ଆଜି ହେଲା ଆମର ସର୍ବସମ୍ମତି କ୍ରମେ ଯାହାଟି ହେଲା ମିଟିଂ ହେଲା, କେମିତି ଯାହା ଚାଲିଥିଲା ଆଗରୁ ମନ୍ଦିରରେ ଆହୁରି କେମିତି ଭଲସେ ହେଇପାରିବ, ଡେଭଲପମେଣ୍ଟାଲ ୱାର୍କ ହେଇପାରିବ। ବିଡ଼ିଓ ସାର୍ କହିଲେ ଆଉ ସମସ୍ତେ ବି ମେମ୍ବର୍ସଙ୍କ ପ୍ରେଜେଣ୍ଟରେ ଆହୁରି କ'ଣ କ'ଣ ସବୁ ଆଗକୁ ଭଲ ଭଲ ଡେଭଲପମେଣ୍ଟାଲ ୱାର୍କ ନିଆଯାଇପାରିବ ସେ ବିଷୟରେ ଡିସ୍କସନ୍ ହେଲା। ଯେ ଆଗରୁ ଏମିତି ଚୋରି ହେଇଥିଲା ଆସିବା ଆଗରୁ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। କ୍ୟାମେରା ଆମର ବି ଦେଖିବାକୁ ପଡ଼ିବ, କ୍ୟାମେରା ବି ଯଦି ଲାଗିଛି ସେଟା ଟିକେ ଠିକ୍ ରଖିବାକୁ ପଡ଼ିବ, ଦେଖିବାକୁ ପଡ଼ିବ। ତାପରେ ପେଟ୍ରୋଲିଂ ଟିକେ ଆମକୁ ଟାଇଟ୍ କରିବାକୁ ପଡ଼ିବ ସେ ବିଷୟରେ। ମୁଁ ପରେଶ ରାଉତ, ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା ଜଣେ ଟ୍ରଷ୍ଟ ମେମ୍ବର। ମା ସାତଭଉଣୀ ଠାକୁରାଣୀଙ୍କର ଟ୍ରଷ୍ଟ ଗଠନ ହୋଇଛି। ଦୀର୍ଘ ଦିନର ଅପେକ୍ଷା ଆଜି ଅବସାନ ଘଟିଛି। ଦୀର୍ଘ 42 ବର୍ଷରୁ ଉର୍ଦ୍ଧ୍ୱ ହେବ ସାତଭଉଣୀ ମନ୍ଦିର ବିଧିବଦ୍ଧ ଭାବରେ କୌଣସି ଟ୍ରଷ୍ଟ ନଥିଲା। ଯାଉ ସରକାରଙ୍କର ଦେବୋତ୍ତର ବିଭାଗ ତଥା ଆର୍କିଓଲୋଜି ଡିପାର୍ଟମେଣ୍ଟ ତରଫରୁ ସମସ୍ତ ଲ ଡିପାର୍ଟମେଣ୍ଟ, ଆର୍କିଓଲୋଜି ଡିପାର୍ଟମେଣ୍ଟ, ଦେବୋତ୍ତର ଏଣ୍ଡୋମେଣ୍ଟ କମିଶନ ସମସ୍ତଙ୍କ ପ୍ରଚେଷ୍ଟାରେ ଏବଂ ଆମର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାପାତ୍ରଙ୍କ ସହଯୋଗରେ ଆଜି ସାତଭଉଣୀ ମନ୍ଦିରରେ ଟ୍ରଷ୍ଟ ଫର୍ମେସନ୍ ହୋଇପାରିଛି। ଏବଂ ଆଜି ପ୍ରଥମ ଅଧିବେଶନରେ ଭଦ୍ରକ ବ୍ଲକର ବିଡ଼ିଓ ମହାଶୟ, ଭଦ୍ରକ ରୁରାଲ ଥାନାର ଆଇଆଇସି ମହୋଦୟ ଏବଂ ମ୍ୟାନେଜିଂ ଟ୍ରଷ୍ଟି ମାନେ ସମସ୍ତେ ବସି ଏବଂ ଅଞ୍ଚଳର ଅଧିବାସୀ ମାନେ ବସି ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ଦିରର ରକ୍ଷଣାବେକ୍ଷଣ ଠାରୁ ଆରମ୍ଭ କରି ସ୍ୱଚ୍ଛତା ଠାରୁ ଅସାମାଜିକ ଚୋରି ନାରୀ ୟାକୁ ରକ୍ଷା କରିବା ପାଇଁ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ତାକୁ ପୁନରୁଦ୍ଧାର କରିବା ପାଇଁ କିଭଳି ଭାବରେ ଆମର ଇନକମ୍ ସୋର୍ସଟା ବଢ଼ିବ ସେ ବିଷୟରେ ବିଧିବଦ୍ଧ ଆଲୋଚନା ହେଲା। ମଳୟ କୁମାର ଜେନା, ପୂର୍ବତନ ଚେୟାରମ୍ୟାନ୍, ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ଭଦ୍ରକ ଜିଲ୍ଲା ତଥା ଏ ଅଞ୍ଚଳର ବା ଏ ଅନୁଷ୍ଠାନର ଜଣେ ବାସିନ୍ଦା ହିସାବରେ ମୁଁ ଅଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଟ୍ରଷ୍ଟି ବୋର୍ଡ଼ ଗଠନ ହୋଇନଥିଲା। ଧନ୍ୟବାଦ ଦେମି ମାନ୍ୟବର ବିଧାୟକ ସୀତାଂଶୁ ମହାପାତ୍ର ମହୋଦୟ, ତାଙ୍କ ଚେଷ୍ଟାରେ ଆଜି ଟ୍ରଷ୍ଟି ବୋର୍ଡ଼ ଗଠନ ହେଲା। ମାଆଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ସବୁ ଏ ସରକାରୀ ଯେଉଁ କମିଟି ଟ୍ରଷ୍ଟି ବୋର୍ଡ଼, ଏ ସରକାରୀ କମିଟି ଜରିଆରେ ସମସ୍ତ କଥା ହେବ। ଏଠି 12 ମାସରେ 12 ପର୍ବ ହୁଏ। ଦୁର୍ଗା ପୂଜା ଠାରୁ ଆରମ୍ଭ କରି ପାଟୁଆ ନାଚ ଠାରୁ ଆରମ୍ଭ କରି ମକର ମେଳା କତଠୁ ଆରମ୍ଭ କରି ଆଜି ମାନେ ଆପଣଙ୍କର ଯେଉଁ ହୁଏ ଗୋପାଳମାନଙ୍କର କୁମ୍ଭମେଳା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତ୍ୟେକ ମାସ ଏଠି ପର୍ବ, ଗଣେଶ ପୂଜା, ଗଣେଶ ମନ୍ଦିର ପାର୍ଶ୍ୱରେ ଅଛି, ରଥଯାତ୍ରା, ଶିବରାତ୍ରି ସବୁ ହୁଏ। ମୁଖ୍ୟ ଦାୟିତ୍ୱ ନେଲେ ନିଶ୍ଚିତ ଭାବରେ ଇଏ ସ୍ୱଚ୍ଛତା ରହିବ, ଏ ସଠିକ୍ ଭାବରେ ଚାଲିବ। ସିଦ୍ଧେଶ୍ୱର ସାହୁ, ମା ସାତଭଉଣୀ ଯାତ୍ରା କମିଟିର ଜଣେ ବରିଷ୍ଠ ସଦସ୍ୟ। ଆମେ ସର୍ବପ୍ରଥମେ ଆନ୍ତରିକ ଧନ୍ୟବାଦ ଦେବୁ ଆମର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାପାତ୍ର ମହୋଦୟଙ୍କୁ, ତାଙ୍କର ଯେଉଁ ଅଦମ୍ୟ ସାଧୁ ଉଦ୍ୟମ, ଯାହାର ଫଳସ୍ୱରୂପ ଦୀର୍ଘ 42 ବର୍ଷ ପରେ ସତ୍ୟର ଉଦ୍ଘାଟନ ହେବା ସହିତ ଆମକୁ ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗର ଯେଉଁ ସ୍ୱୀକୃତି ମିଳିଛି। ଆଉ ଆଜିର ଟ୍ରଷ୍ଟର ସର୍ବପ୍ରଥମ ବୈଠକରେ ମାନ୍ୟବର ବିଡ଼ିଓ ମହୋଦୟ ଏବଂ ଆଇଆଇସି ରୁରାଲ ମହୋଦୟ ଆମ ସହିତ ଯୋଗଦାନ ପୂର୍ବକ ଯେଉଁ ନୈତିକ ସମର୍ଥନ ଦେଇଛନ୍ତି, ଏଥିସହିତ ଆମେ
भद्रक जिलार समस्त इलेक्ट्रोनिक्स मीडिया बंधु मानक आंतरिक सम्मान जनाऊँ बंधुगण धन्यवाद। कमलाकांत महाकुड़ मु ये यात्रा कमिटर दीर्घ वर्षर संपादक एवं मु मोर कर्तव्य एजावत कर ये आमर सातवणी मंदिर एक पुरातन अनुष्ठान एवं 121 वर्षर अनुष्ठान या 121 वर्षर अनुष्ठान होते वर्तमान पर्यंत अवहेलित होती सिस्टमेटिक किसी ना जा हो देवोत्तर विभाग द्वारा ये अनुष्ठान सरकार हाथ को जाइए यार उत्तरोत्तर कामना करने आम ठाकुराणी पाखे प्रार्थना करुँ एवं सरकारी भी ऑफिसर मान को आम सहयोग करने पूर्ण सहयोग करने निष्पत्ति नहीं।